हेलो पिलामाने ଏହି ଭିଡ଼ିଓରେ ଲାଇଫ୍ ସାଇନ୍ସର ଜନନ ପାଠରୁ ଏସେ2 ଏକ୍ଜାମ୍ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ଗୁଡ଼ିକ ଏହି ଭିଡ଼ିଓରେ କଭର କରାଯାଇଛି। ପିଲାମାନେ ଆପଣଙ୍କ ଫାଇନାଲ ବୋର୍ଡ଼ ଏକ୍ଜାମ୍ ବା ଏସେ2 ଏକ୍ଜାମ୍ ପାଇଁ ଏହି ଭିଡ଼ିଓରେ ଦିଆଯାଇଥିବା ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ଗୁଡ଼ିକୁ ମିସ୍ କରନ୍ତୁନି, ପ୍ରାକ୍ଟିସ୍ କରି ନିଅନ୍ତୁ। ଏସେ2 ଏକ୍ଜାମ୍ରେ ଜନନ ପାଠରୁ ଆସିବାକୁ ଥିବା MCQ ଗୁଡ଼ିକ ଏହି ଭିଡ଼ିଓରେ କଭର କରାଯାଇଥିବା MCQ ଗୁଡ଼ିକ ମଧ୍ୟରୁ ହିଁ ଆସିବ। ପିଲାମାନେ ଆହୁରି ଏମିତି ଏସେ2 ପରୀକ୍ଷାର ଇମ୍ପୋର୍ଟାଣ୍ଟ MCQ ଭିଡ଼ିଓ ପାଇଁ ଏହି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ପ୍ରେସ୍ କରିକି ଅନ୍ କରି ନିଅନ୍ତୁ। ଏବେ ଚାଲନ୍ତୁ ଆଗକୁ ବଢ଼ିବା। ସମବିଭାଜନର କେଉଁ ଅବସ୍ଥାରେ ଗୁଣସୂତ୍ର ଗୁଡ଼ିକ ମଧ୍ୟ ସମତଳ ଭାଗକୁ ଚାଲି ଆସନ୍ତି? କେଉଁ ଦିନ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଏ? କେତୋଟି ପୁଂଯୁଗ୍ମକ ନ୍ୟଷ୍ଟି ଆବୃତବୀଜି ସମାୟନରେ ସଂଶ୍ଳିଷ୍ଟ ହୋଇଥାଏ? ପୁଂଯୁଗ୍ମକ ସହ କେଉଁଟିର ମିଳନ ଘଟି ଭ୍ରୂଣପୋଷ ନ୍ୟଷ୍ଟି ଗଠିତ ହୁଏ? ଚଳରେଣୁ ଦ୍ୱାରା କିଏ ବଂଶବୃଦ୍ଧି କରେ? ବୀଜାଣୁ କେଉଁ ପ୍ରଣାଳୀରେ ବଂଶ ବିସ୍ତାର କରେ? ଏଡ୍ସ ରୋଗ ନିରୂପଣରେ ବିଶ୍ୱାସନୀୟ ଉପାୟଟି କ'ଣ? ଏଥିମଧ୍ୟରୁ କେଉଁଟି ଏକ ଏକଲିଙ୍ଗୀ ଫୁଲ? କେଉଁ ପ୍ରାଣୀରେ ଅନିଷେକ ଜନନ ଦେଖାଯାଏ? ପରିପକ୍ୱନ ପ୍ରାବସ୍ଥା ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ କେତୋଟି ପୋଲାର ବଡି ତିଆରି ହୋଇପାରେ? ଏଡ୍ସର କାରକ କିଏ? ସମାୟନ ପରେ କେଉଁ ଅବସ୍ଥାରେ ଗର୍ଭାଶୟ କାନ୍ଥରେ ଭ୍ରୂଣ ଲାଗି ରହିଥାଏ? କେଉଁ ଅଂଶର ଗୁଣସୂତ୍ର ସଂଖ୍ୟା 3n ଅଟେ? ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କଲେ ଏହାକୁ କ'ଣ କୁହାଯାଏ? ସାଧାରଣତଃ ଇଷ୍ଟ କେଉଁ ପ୍ରକ୍ରିୟାରେ ବଂଶ ବିସ୍ତାର କରେ? ମିଓସିସରେ ଗୋଟିଏ ମାତୃକୋଷରୁ କେତୋଟି ଅପତ୍ୟ କୋଷ ଜାତ ହୁଏ? ସାଧାରଣତଃ ସ୍ତ୍ରୀ ଜନନ ତନ୍ତ୍ରର କେଉଁ ସ୍ଥାନରେ ସମାୟନ ଘଟେ? ଉଭୟ କେଶର ଓ ଫଳିକା ଥିବା ଏକ ଫୁଲର ନାମ କ'ଣ? କୁଟପାଦ ଏମିବା କର୍ଷିକା କ'ଣ? ଫୁଲର କେଉଁ ଅଂଶରେ କେବଳ ଜାୟକ କୋଷମାନ ଥାଆନ୍ତି? କେଉଁ ପ୍ରାଣୀର ଦୁଇଟି ଶୁକ୍ରାଶୟ ଶରୀର ଭିତରେ ଥାଏ? କେଉଁଟି ଜନ୍ମ ନିୟନ୍ତ୍ରଣ ପାଇଁ ପୁରୁଷଙ୍କର ସ୍ଥାୟୀ ପଦ୍ଧତି? ସମାୟନ କହିଲେ କ'ଣ ବୁଝାଯାଏ? ମୂଳ ଶୁକ୍ରାଣୁ କୋଷରୁ ପ୍ରାଥମିକ ଶୁକ୍ରାଣୁ ବୃଦ୍ଧି ହେବା ଅବଧିକୁ କ'ଣ କୁହାଯାଏ? କେଉଁ ପ୍ରାଣୀର ଦୁଇଟି ଶୁକ୍ରାଶୟ ଶରୀର ଭିତରେ ଥାଏ? ପରିବେଶ ଅନୁସାରେ କେଉଁ କବକଟି ଉଭୟ ଚଳରେଣୁ ଓ ଅଚଳରେଣୁ ସୃଷ୍ଟି କରେ? ପେନିସିଲିୟମରେ ଅଲିଙ୍ଗି ଜନନ ସାଧାରଣତଃ କାହା ଦ୍ୱାରା ହୋଇଥାଏ? ଭ୍ରୂଣପୋଷରେ ଗୁଣସୂତ୍ର ସଂଖ୍ୟା କେତେ? ବୀଜାଣୁର ଅଲିଙ୍ଗି ଜନନ ସାଧାରଣତଃ କାହା ଦ୍ୱାରା ହୋଇଥାଏ? ଶୁକ୍ରାଣୁର ଗୁଣସୂତ୍ର ସଂଖ୍ୟା କେତେ? ସାଧାରଣତଃ ୟୁଲୋଥିକ୍ସରେ ଅଲିଙ୍ଗି ଜନନ କାହା ଦ୍ୱାରା ହୁଏ? ଇଷ୍ଟର ଅଲିଙ୍ଗି ଜନନ ସାଧାରଣତଃ କେଉଁ ପ୍ରକ୍ରିୟାରେ ହୋଇଥାଏ?
ଫଳିକାର ନିମ୍ନ ଭାଗରୁ କେଉଁ କ୍ରମଟି ଠିକ୍? ଏକ ସମ୍ପୂର୍ଣ୍ଣ ଆବୃତ୍ତିବୀଜୀ ଉଦ୍ଭିଦ ଫୁଲରେ ଅଂଶଗୁଡ଼ିକ ଠିକ୍ କେଉଁ କ୍ରମରେ ଥାଏ? ସମାୟନ ପରେ ଅନ୍ତଃରୋପଣ କେଉଁ ଅବସ୍ଥାରେ ହୋଇଥାଏ? ସମାୟନ ପାଇଁ ପରାଗରେଣୁ ବିକାଶର କ୍ରମଟି କ'ଣ? ପେନିସିଲିୟମରେ ଅଲିଙ୍ଗି ଜନନର ଏକକକୁ କ'ଣ କୁହାଯାଏ? ଆବୃତବୀଜୀର ସମାୟନ ପରବର୍ତ୍ତୀ କ୍ରମଟି କ'ଣ? ଏଥିମଧ୍ୟରୁ କେଉଁଟି ମହିଳା ବନ୍ଧ୍ୟାକରଣ ପଦ୍ଧତିର ଅନ୍ତର୍ଭୁକ୍ତ ନୁହେଁ? କେଉଁ ଗଛରେ ମୂଳ ଦ୍ୱାରା ଅଙ୍ଗୀୟ ଜନନ ହୁଏ? ଗୁଣସୂତ୍ର ଆଧାରରେ କେଉଁଟି ଅନ୍ୟ ତିନୋଟି ଠାରୁ ପୃଥକ୍ ଅଟେ? ଏଡ୍ସର ସୂଚନା ପ୍ରଥମେ କେତେ ମସିହାରୁ ମିଳିଥିଲା? ଗୁଣସୂତ୍ରକୁ ଆଧାର କରି କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? କେଉଁ ଉଦ୍ଭିଦରେ ମଞ୍ଜି ହୁଏ ନାହିଁ? କାଣ୍ଡ ଦ୍ୱାରା କେଉଁଟିର ଅଙ୍ଗୀୟ ଜନନ ହୁଏ ନାହିଁ? ଗୁଣସୂତ୍ରକୁ ଆଧାର କରି କେଉଁଟି ଅନ୍ୟ ତିନୋଟି ଠାରୁ ପୃଥକ୍ ଅଟେ? ପ୍ରତ୍ୟେକ ବର୍ଷ ଡିସେମ୍ବର ମାସର କେତେ ତାରିଖକୁ ବିଶ୍ୱ ଏଡ୍ସ ଦିବସ ରୂପେ ପାଳନ କରାଯାଏ? ପତ୍ର ଦ୍ୱାରା କେଉଁ ଉଦ୍ଭିଦରେ ଅଙ୍ଗୀୟ ଜନନ ହୁଏ? ଶୁକ୍ରାଣୁ ହେଡ୍ର ଅଗ୍ରପିଣ୍ଡକ ପଛକୁ କ'ଣ ଥାଏ? ଶୁକ୍ରାଣୁର କେଉଁଠାରେ ମାଇଟୋକଣ୍ଡ୍ରିଆ ଥାଏ? ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ କେତେ ସମୟ ଲାଗେ? କାୟିକ କୋଷରେ ଥିବା ଗୁଣସୂତ୍ର ସଂଖ୍ୟା ସର୍ବଦା କେତେ ଦ୍ୱାରା ବିଭାଜ୍ୟ? ସମସ୍ତ ପ୍ରକାର କୋଷ ସୃଷ୍ଟି କରିପାରୁଥିବା କୋଷକୁ କ'ଣ କୁହାଯାଏ? ସମବିଭାଜନର କେଉଁ ଅବସ୍ଥାରେ ଅପତ୍ୟ ଗୁଣସୂତ୍ରଗୁଡ଼ିକ କୋଷର ଦୁଇ ମେରୁରେ ଜମା ହୁଅନ୍ତି? ଉଦ୍ଭିଦ ମାତୃକୋଷର ମଧ୍ୟଭାଗରେ କ'ଣ ଦେଖିବାକୁ ମିଳେ? ଅର୍ଥବିଭାଜନର କେଉଁ ଅବସ୍ଥାରେ ଗୁଣସୂତ୍ର ସ୍ଥୂଳ ଏବଂ କ୍ଷୁଦ୍ରାକାର ହୁଏ? ଶୁକ୍ରାଣୁର କେଉଁ ଅଂଶ ଏହାକୁ ଚଳିବାରେ ସାହାଯ୍ୟ କରିଥାଏ? ଭ୍ରୂଣ ମଧ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ କେଉଁ ବାଟ ଦେଇ ମା ଶରୀରକୁ ଆସେ? ସମାୟନ ନ ହେଲେ ଡିମ୍ବାଣୁର କ'ଣ ହୁଏ? ଏଡ୍ସ ସୃଷ୍ଟିକାରୀ ଭୂତାଣୁ ମଣିଷ ଶରୀର ବାହାର ପରିବେଶରେ କେତେ ସମୟରୁ ଅଧିକ ବଞ୍ଚିପାରେ ନାହିଁ? ଅନୁକୂଳ ପରିବେଶରେ ଏମିବା କେଉଁ ପ୍ରକ୍ରିୟାରେ ବଂଶ ବିସ୍ତାର କରେ? ପରିବାର ନିୟନ୍ତ୍ରଣ ପାଇଁ କପର୍ଟି ଧାରଣ କେଉଁ ପଦ୍ଧତିର ଅନ୍ତର୍ଭୁକ୍ତ? ସମାୟନ ପରେ ଡିମ୍ବାଶୟ ବୃଦ୍ଧି ପାଇ କ'ଣ ସୃଷ୍ଟି କରେ? ଆସ୍ଥାନିକ ଗର୍ଭରେ ଅନ୍ତଃରୋପଣ ପ୍ରକ୍ରିୟା କେଉଁଠାରେ ଘଟେ? କେଉଁ ଅପୁଷ୍ପକ ଉଦ୍ଭିଦରେ ଅସମାୟିତ ଜନନ ଦେଖାଯାଇଥାଏ? ଟିସୁ ରୋପଣ ପଦ୍ଧତିରେ ଉତ୍ପନ୍ନ ପ୍ରାରମ୍ଭିକ ଟିସୁ ସମୂହକୁ କ'ଣ କୁହାଯାଏ? ଏଡ୍ସର ଖଳନାୟକ ଭୂତାଣୁର ନାମ କ'ଣ? କେବେ ଭାରତରେ ପ୍ରଥମେ ଏଡ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା? ସମବିଭାଜନର ମଧ୍ୟାବସ୍ଥାରେ ଗୁଣସୂତ୍ରଗୁଡ଼ିକ କୋଷର କେଉଁ ଭାଗକୁ ଚାଲି ଆସନ୍ତି? ସମବିଭାଜନର କେଉଁ ଅବସ୍ଥାରେ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ? ପ୍ରାଣୀକୋଷ ଜୀବକର ସଂକୋଚନ କାହା ସାହାଯ୍ୟରେ ହୋଇ ଅପତ୍ୟ କୋଷ ସୃଷ୍ଟି ହୁଏ? ଉଦ୍ଭିଦରେ ସମାୟନ ନ ହୋଇ ଫଳ ସୃଷ୍ଟି ହେବାକୁ କ'ଣ କୁହାଯାଏ?
କାଲ୍ସର କାହା ଦ୍ୱାରା ସେଥିରୁ ଚାରା ଉଦ୍ଭିଦ ବାହାରେ? ଏମିବାରେ ଦୁଇ ବିଭାଜନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ କେତେ ସମୟ ଲାଗେ? ସ୍ପଞ୍ଜର ଜେମ୍ୟୁଲ ଭିତରେ ଥିବା କୋଷଗୁଡ଼ିକ କେଉଁ ବାଟ ଦେଇ ବାହାରକୁ ଆସି ନୂଆ ସ୍ପଞ୍ଜ ସୃଷ୍ଟି କରନ୍ତି? କ'ଣ ପ୍ରାଣୀ ଶରୀରର ଏକ ଜନନ କ୍ରିୟା ନୁହେଁ, ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମାତ୍ର? ଡିମ୍ବାଣୁର ନିଜସ୍ୱ ପ୍ଲାଜମା ଝିଲ୍ଲୀ ଚାରିପଟେ ଜୋନା ପେଲ୍ୟୁସିଡା ନାମକ ଏକ କ'ଣ ଥାଏ? 1990 ମସିହାରେ କେତେ ଶିଶୁର ଜନ୍ମରେ 556 ଜଣ ମାଙ୍କର ମୃତ୍ୟୁ ହେଉଥିଲା? ଯୁଗ୍ମଜର ବାରମ୍ବାର ସମବିଭାଜନ ପ୍ରକ୍ରିୟା ଦ୍ୱାରା ଏକକୋଷୀ ଯୁଗ୍ମଜରୁ କ'ଣ ସୃଷ୍ଟି ହୁଏ? କେଉଁ ସପୁଷ୍ପକ ଉଦ୍ଭିଦରେ ଅନିଷେକ ଜନନ ଦେଖାଯାଇଥାଏ? ସମାୟନରେ ବହୁକୋଷୀ ବ୍ଲାଷ୍ଟୁଲା ଗର୍ଭାଶୟ କାନ୍ଥରେ ନିବିଡ଼ ଭାବରେ ଲାଗି ରହେ। ଏହି ପ୍ରକ୍ରିୟାକୁ କ'ଣ କୁହାଯାଏ? ଭ୍ରୂଣବନ୍ଧ ଦେଇ ଭ୍ରୂଣ ମା ଶରୀରରୁ କାହା ଦ୍ୱାରା ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ? କେଉଁ ଉଦ୍ଭିଦରେ ଥାଲ୍ସ ବିଖଣ୍ଡିତ ହୋଇ ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିଣତ ହେବାର ଦେଖାଯାଏ? ଡିମ୍ବାଶୟ ମଧ୍ୟରେ କେଉଁଠାରୁ ଡିମ୍ବାଣୁ ଉତ୍ପନ୍ନ ହୁଏ? କୋଷ ବିଭାଜନର କେଉଁ ଉପାବସ୍ଥାରେ ପାରାନ୍ତରଣ ଦେଖାଯାଏ? କେଉଁ ଜୀବ କ୍ଷେତ୍ରରେ ଦୁଇ ବିଭାଜନ ଅନୁପ୍ରସ୍ଥ ପୃଷ୍ଠରେ ସମ୍ପାଦିତ ହୋଇଥାଏ? ପରିପକ୍ୱନ ପ୍ରାପ୍ୟସ୍ଥା ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ କ'ଣ ସୃଷ୍ଟି ହୁଏ? ସ୍ପଞ୍ଜ ଜେମ୍ୟୁଲର ସମ୍ମୁଖ ପଟରେ ଥିବା ରନ୍ଧ୍ରର ନାମ କ'ଣ? ଡିମ୍ବାଶୟର ଆବରଣରେ ଥିବା ଜାୟକ କୋଷର ସମବିଭାଜନରେ ବହୁ ସଂଖ୍ୟକ ମୂଳ ଡିମ୍ବାଣୁ କୋଷ ଜାତ ହୁଅନ୍ତି। ଏହି ପ୍ରାବସ୍ଥାର ନାମ କ'ଣ? ମୂଳ ଶୁକ୍ରାଣୁ କୋଷରୁ ପ୍ରାଥମିକ ଶୁକ୍ରାଣୁ ବୃଦ୍ଧି ହେବା ଅବଧିକୁ କ'ଣ କୁହାଯାଏ? ପ୍ରାଥମିକ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ସୃଷ୍ଟି ହେବା ପର୍ଯ୍ୟନ୍ତ ଅବଧିକୁ କେଉଁ ଅବସ୍ଥା କୁହାଯାଏ? ଶୁକ୍ରାଣୁର ଅଗ୍ରଭାଗରେ କ'ଣ ଥାଏ? ମାନବ ଶରୀର ଓ ଶୁକ୍ରମୂଳିର ତାପମାତ୍ରା ମଧ୍ୟରେ ପାର୍ଥକ୍ୟ କେତେ ଡିଗ୍ରୀ? ଭାରତ ସରକାରଙ୍କ ପକ୍ଷରୁ କେଉଁ ମସିହାରେ ପରିବାର ନିୟନ୍ତ୍ରଣ ଯୋଜନା କାର୍ଯ୍ୟକାରୀ ହୋଇଛି? କେଉଁ ଜୀବ କ୍ଷେତ୍ରରେ ଦୁଇ ବିଭାଜନ ପୃଷ୍ଠ ଅନୁଲମ୍ବ ଭାବେ ହୋଇଥାଏ? ଶୁକ୍ରାଶୟ ମଧ୍ୟରେ ଶୁକ୍ରାଣୁର ବିକାଶ ସମୟରେ କିଏ ଖାଦ୍ୟ ଯୋଗାଇଥାଏ? କେଉଁ ପଦ୍ଧତି ଜନ୍ମ ନିୟନ୍ତ୍ରଣ ପାଇଁ ସ୍ତ୍ରୀମାନଙ୍କର ସ୍ଥାୟୀ ପଦ୍ଧତି ଅଟେ? ଅନ୍ତଃକୋରକୋଦ୍ଗମ ପ୍ରଣାଳୀରେ କିଏ ବଂଶ ବିସ୍ତାର କରେ? ବାହ୍ୟ କୋରକୋଦ୍ଗମ ପ୍ରଣାଳୀରେ କିଏ ବଂଶ ବିସ୍ତାର କରେ? ପ୍ଲାସ୍ମୋଡ଼ିୟମ ମନୁଷ୍ୟ ରକ୍ତ ଦେଇ ଯକୃତ କୋଷରେ ପ୍ରବେଶ କରି ବହୁ ବିଭାଜନ ଦ୍ୱାରା ବଂଶ ବିସ୍ତାର କରେ। ଏହି ବହୁ ବିଭାଜନକୁ କ'ଣ କହନ୍ତି? ଯୁବକ୍ରାନ୍ତି ପରେ ପ୍ରତି ମାସରେ ସ୍ତ୍ରୀମାନଙ୍କ କ୍ଷେତ୍ରରେ କେତୋଟି ଡିମ୍ବାଣୁ ପୁନଃବିକଶିତ ହୋଇ ଡିମ୍ବାଶୟରୁ ବାହାରି ଡିମ୍ବବାହୀ ନଳୀ ମଧ୍ୟରେ ପ୍ରବେଶ କରନ୍ତି? କେଉଁ ଜୀବର ସ୍ୱାଭାବିକ ମୃତ୍ୟୁ ନାହିଁ? ସମସ୍ତ ପ୍ରକାର ପ୍ରାଣୀ ଓ ଉଦ୍ଭିଦରେ ଦେଖାଯାଉଥିବା ଯୁଗ୍ମନକୁ କ'ଣ କୁହାଯାଏ? ଡିମ୍ବାଶୟରେ ଥିବା ଜୋନା ପେଲ୍ୟୁସିଡା କିଛି ଫଲିକଲ କୋଷ ଦ୍ୱାରା ଘେରି ହୋଇ ରହିଥାଏ। ଏହାକୁ କ'ଣ କହନ୍ତି? ସମବିଭାଜନର କେଉଁ ଅବସ୍ଥାରେ କ୍ରୋମାଟିନ୍ ଜାଲିକା ଗୁଣସୂତ୍ର ଭାବେ ଦୃଶ୍ୟମାନ ହୁଏ? ଡିମ୍ବୋସର୍ଗ ପରେ ଡିମ୍ବାଶୟର ଗ୍ରାଫିକାନ୍ ଫଲିକଲ ସ୍ଥାନରେ କ'ଣ ସୃଷ୍ଟି ହୁଏ?
ସମବିଭାଜନର କେଉଁ ଅବସ୍ଥାରେ ଏକକ ସୂତ୍ର ଭି ଆକାର ଧାରଣ କରେ? ସମବିଭାଜନର କେଉଁ ଅବସ୍ଥାରେ ନିନ୍ୟସ୍ତି ଓ ନ୍ୟସ୍ତି ଝିଲ୍ଲି ସୃଷ୍ଟି ହୁଏ? ଗର୍ଭାଶୟର କେଉଁଠାରେ ପରିପକ୍ୱ ଡିମ୍ବାଣୁ ଥାଏ? ଡିମ୍ବାଣୁର ନିଜସ୍ୱ ପ୍ଲାଜମା ଝିଲ୍ଲି ଚାରିପଟେ ଥିବା ଅତିରିକ୍ତ ଝିଲ୍ଲିର ନାମ କ'ଣ? ଗାଷ୍ଟ୍ରୁଲାରେ କେତୋଟି ଜାୟକ ସ୍ତର ଥାଏ? ଏକ ଜୀବନ୍ତ ଜୀବକୋଷ କିମ୍ବା ଜୀବନ୍ତ ଟିସୁକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଜୀବାଣୁମୁକ୍ତ ପୋଷକ ମଧ୍ୟରେ ବୃଦ୍ଧି କରାଇ ଏକ ପ୍ରତିରୂପୀ ଉଦ୍ଭିଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ କ'ଣ କୁହାଯାଏ? ଚାରା ଉଦ୍ଭିଦଗୁଡ଼ିକୁ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ୍ଣ ଉଦ୍ଭିଦରେ ପରିବର୍ତ୍ତିତ ହୁଏ। ଏହି ପ୍ରକ୍ରିୟାକୁ କ'ଣ କୁହାଯାଏ? ଜାଇଗୋଟିନ୍ରେ ପିତାମାତାଙ୍କ ଠାରୁ ଆସିଥିବା ସଦୃଶ ଗୁଣସୂତ୍ରଗୁଡ଼ିକ ପରସ୍ପର ଆଡ଼କୁ ଆକୃଷ୍ଟ ହୁଅନ୍ତି ଓ ଲମ୍ବ ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି। ଏହି ଅବସ୍ଥାକୁ କ'ଣ କୁହାଯାଏ? ଡିପ୍ଲୋଟିନ୍ରେ ଗୁଣସୂତ୍ରଗୁଡ଼ିକ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗି ରହି ଅନ୍ୟ ଅଂଶରେ ପୃଥକ୍ ହୋଇଥାନ୍ତି। ଏହି ମିଳନ ସ୍ଥଳକୁ କ'ଣ କୁହାଯାଏ? ଜୀବ ଅବିକଳ ନିଜ ପରି ଜୀବ ସୃଷ୍ଟି କରିବାକୁ କ'ଣ କୁହାଯାଏ? ଟିସୁ ପୋଷଣ ପଦ୍ଧତିରେ ଉତ୍ପନ୍ନ ପ୍ରାରମ୍ଭିକ ଟିସୁ ସମୂହକୁ ସାମଗ୍ରିକ ଭାବେ କ'ଣ କୁହାଯାଏ? ପ୍ରାକ୍ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ କ'ଣ କୁହାଯାଏ?